ପିଲାମାନେ ଆଜିର ସାମାଜିକ କଳାଂଶକୁ ସ୍ୱାଗତ ତଥା ଅଭିନନ୍ଦନ। ବର୍ତ୍ତମାନ ଆମେ ବୃତ୍ତି ପାଠଟିକୁ ଆଲୋଚନା କରିବା। ଦୟାକରି ଧ୍ୟାନର ସହିତ ମନ ଦେଇ ବୁଝିବା ଆଉ ଶୁଣିବା। ଦେଖ, ବୃତ୍ତି କହିଲେ କ'ଣ ବୁଝ? ବୃତ୍ତି କହିଲେ କ'ଣ ବୁଝ? ଯେକୌଣସି କାମ କରି ପରିବାର ଚଳାଇବାକୁ ବୃତ୍ତି କୁହାଯାଏ। ଯେକୌଣସି କାମ କରି ପରିବାର ଚଳାଇବାକୁ ବୃତ୍ତି କୁହାଯାଏ। ଦେଖ, ଆମେ କବିତା ମାଧ୍ୟମରେ ଏହି ବୃତ୍ତି ପାଠର ଆଲୋଚନା କରିବା। ଦେଖ, ଏଠି ଲେଖା ହେଇଛି, ହାତରେ ଜାଲ କାଖେ ଖାଳାଇ ନଈ ପୋଖରୀ କୂଳେ, ପାଣିରୁ ଧରି ଆଣିଲେ ମାଛ କୁଟୁମ୍ବ ମୋର ଚଳେ। ଦେଖ, ଏଇ ଭାଇ ଜଣକ କ'ଣ କରନ୍ତି? ଏ ଭାଇ ଜଣକ କ'ଣ ହାତରେ କ'ଣ ଧରନ୍ତି? ହାତରେ ଜାଲ ଧରିଥାନ୍ତି। ଆଉ ଲେଖା ହେଇଛି କାଖେ ଖାଳେଇ। ଖାଳେଇ ମାନେ କ'ଣ? ଏଇଟା ହେଉଛି ଖାଳେଇ। ଖାଳେଇର କାମ କ'ଣ ନା, ଏ କେଉଟ ଯିଏ ମାଛ ଧରେ ତାକୁ କୁହାହେଉଛି କେଉଟ। ଯିଏ ମାଛ ଧରେ ତାକୁ କେଉଟ କୁହାଯାଏ। କେଉଟ କ'ଣ କରେ? ଜାଲରେ ମାଛ ଧରେ। ମାଛ ଯାହା ଜାଲରେ ପଡ଼ିଥାଏ ତାକୁ ଏଇ ଖାଳେଇ ଭିତରେ ରଖିଥାଏ। ତେଣୁ ତା'ର କାମ ହେଉଛି ମାଛକୁ ଖାଳେଇରେ ରଖିବା। ଇଏ ହେଉଛି ଖାଳେଇ। ତେଣୁ ତା'ର କାମ ହେଉଛି ମାଛ ଧରିବା। ଆଉ ମାଛ ଧରି ଆଣିଲେ ତା'ର ପରିବାର ଚଳେ। ତେଣୁ କୁଟୁମ୍ବ ମୋର ଚଳେ ବୋଲି କହିଛି। ଦେଖ, ପରବର୍ତ୍ତୀ ଆମେ ଯିବା। ଏ ଭାଇ ଦେଖ, ଏ ଭାଇ କ'ଣ କରନ୍ତି? ଏ ଭାଇ ଜଣକ କୃଷକ ଅଟନ୍ତି। ଏ ଭାଇ ଜଣକ କୃଷକ ଅଟନ୍ତି। ସେ କ'ଣ କରେ? ଚାଷ କାମ କରେ। ଆମେ ଯେଉଁ ଖାଦ୍ୟ ଖାଉଛେ, ଡାଲି ଭାତ ଖାଉଛେ, ପନିପରିବା ଖାଉଛେ, ସିଏ କିଏ ଆମକୁ ଦିଏ? କୃଷକ ଦିଏ। କୃଷକର କାମ କ'ଣ? ଚାଷ କାମ କରିବା। ଚାଷ କାମ କରିବା, ବିଲରେ ଚାଷ କାମ କରିବା ହେଉଛି କୃଷକର କାମ। କୃଷକ କେତେବେଳେ କାମ କରିଥାଏ? ନା ପ୍ରତିଦିନ। ଦେଖ, ବରଷା ଖରା ଶୀତ କାକର ସହି ଥରକୁ ଥର, ବରଷା ଖରା ଶୀତ କାକର ସହି ଥରକୁ ଥର, ସରଜି ଦିଏ ଫସଲ ଢେଉ ଏଇ କ୍ଷେତରେ ମୋର। କୃଷକ ଖରା ବର୍ଷା ଶୀତ କାକର ସହି ପ୍ରତିଦିନ ତା'ର କ୍ଷେତକୁ ଯାଇ କାମ କରିଥାଏ। ଆମକୁ ଶସ୍ୟ ଅମଳ କରି ଦିଏ। ଦେଖ, ଖରା ହେଲେ ଆମେ ଘରେ ଆଶ୍ରୟ ନେଇଯାଉ। ଆମକୁ ଖରା ହେଉଛି ବୋଲି ଆମେ ଆଶ୍ରୟ ନେଇଯାଉ। କିନ୍ତୁ କୃଷକ କ'ଣ କରୁଛି? ଅନବରତ ଜମିରେ କାମ କରିଥାଏ। ଶୀତକୁ ଡରେ ନାହିଁ। ଶୀତ ଦିନେ ମଧ୍ୟ ଆମେ ଘରେ ଶୋଇଥିଲା ସମୟରେ ସିଏ ଯାଇ ଶୀତରେ ଥରି ଥରି ବିନା ପୋଷାକରେ କାମ କରେ। କାକର ସହି ମଧ୍ୟ କାମ କରେ। ସେଇଭଳି ବର୍ଷା ହେଲେ ମଧ୍ୟ ବର୍ଷା ସହି ବର୍ଷା ଖାଇ ମଧ୍ୟ କାମ କରୁଥାଏ। ତେଣୁ ସେ କୃଷକ ଭାଇ ସବୁବେଳେ ଆମକୁ କ'ଣ ଖାଦ୍ୟ ଯୋଗାଇ ଆମ ମୁହଁରେ ହସ ଫୁଟାଇଥାଏ। କୃଷକ ଭାଇଙ୍କ ବିଷୟରେ ଜାଣିଲେ। ଏବେ ଆମେ ଯିବା। ଦେଖ, ଏ ଭାଇଙ୍କୁ ଦେଖ। ଏ ଭାଇ କ'ଣ କରନ୍ତି? ନା ଗାଈରୁ କ୍ଷୀର ଦେଉଛନ୍ତି। ହେଲା, ଗାଈରୁ କ୍ଷୀର ଦେଉଛନ୍ତି। ତେଣୁ ତାଙ୍କ ବିଷୟରେ ଆମେ ଗୀତଟି ଆବୃତ୍ତି କରିବା। ଗାଈ ମଇଁଷି ଗାଈ ମଇଁଷି ପାଳଇ ମୋହି ପାଳେ କୁକୁଡ଼ା ଛେଳି, ଅରଜି ଧନ ସେଇ କାମରୁ କୁଟୁମ୍ବ ମୋର ପାଳି। ସେଇ ପଇସାରୁ, ମାନେ ଗାଈ ମଇଁଷି ପାଳନ କରି କୁକୁଡ଼ା ମଧ୍ୟ ପାଳନ କରେ, ଛେଳି ପାଳନ କରେ, ଯାହା ପାଳନ କରି ଯାହା ମୁଁ ବିକ୍ରି କରେ, ସେଇ ପଇସାରୁ ମୁଁ ପରିବାର ଚଳାଏ। ତେଣୁ ଯିଏ ଗାଈ ମଇଁଷି ଛେଳି କୁକୁଡ଼ା ପାଳନ କରେ ତାକୁ କ'ଣ କହିବା? ଗୋପାଳକ। ଗୋପାଳକ। ଗୋପାଳକ କାହାକୁ କୁହାଯାଏ? ଗୋପାଳକ। ଯିଏ ଗାଈ ମଇଁଷି ଛେଳି କୁକୁଡ଼ା ପାଳନ କରେ ତାକୁ ଗୋପାଳକ କୁହାଯାଏ। ଦେଖ, ଏଇଠି ଦେଖ, ଏ ଭାଇ କ'ଣ କରନ୍ତି? ଏ ଭାଇ ଜଣକ ଗୋଟେ ଚକରେ ମାଟି ପିଣ୍ଡୁଳା ରଖି ଚକ ବୁଲାନ୍ତି। ଏ ଭାଇ ଜଣେ ମାଟି ପିଣ୍ଡୁଳା ରଖି ଚକକୁ ବୁଲାନ୍ତି। ତେଣୁ କବିତା ଆକାରରେ ପଢ଼ିବା। ବୁଲାଇ ଚକ ଚଳାଇ ହାତ ମାଟି ପିଣ୍ଡୁଳା ପରେ, ହାଣ୍ଡି ପଲମ ମାଠିଆ ଗଢ଼ି ଗଢ଼ଇ ମଉଜରେ। ମାନେ ଏ ଭାଇ କ'ଣ କରନ୍ତି? ଚକ ଚଳାନ୍ତି, ଆଉ ମାଟି ପିଣ୍ଡୁଳା ରଖନ୍ତି, ହାଣ୍ଡି ପଲମ ମାଠିଆ ସବୁ ଗଢ଼ନ୍ତି। ତେଣୁ ଯିଏ ହାଣ୍ଡି ପଲମ ମାଠିଆ ଗଢ଼େ ତାକୁ କ'ଣ କହିବା? କୁମ୍ଭାର। ଏ ଭାଇ କୁମ୍ଭାର ଭାଇ କ'ଣ କରନ୍ତି? ମାଟି ପଲମ ହାଣ୍ଡି ସବୁ ଗଢ଼ନ୍ତି। ତେଣୁ ତାକୁ କହିବା ଆମେ କ'ଣ? କୁମ୍ଭାର କହିବା। ତାକୁ ଆମେ କୁମ୍ଭାର
କହୁ। ଏଇଠି ଦେଖ ଏ ଭାଇ ଜଣକ କ'ଣ କରନ୍ତି? ଏ ଭାଇ ଜଣକ କରତରେ, ଏଇଟା ହେଉଛି କରତରେ କାଠକୁ କାଟନ୍ତି। ଆଉ ଏଠି ବାରିଶ ରଖିଥାନ୍ତି, କାଠକୁ କାଟନ୍ତି। ତେଣୁ କବିତା ମାଧ୍ୟମରେ ଆମେ ଆବୃତ୍ତି କରିବା। ବାଙ୍କ ସଳଖି ବାରିଶି ଧାରେ କରତେ କାଟି କାଠ, ମେଜ ଚଉକି ଲଙ୍ଗଳ କଣ୍ଟି ଗଡ଼ି ପୋଷଇ ପେଟ। ମାନେ ଇଏ ହେଉଛନ୍ତି କ'ଣ କରନ୍ତି? ଏ ଭାଇ କାଠକୁ କାଟି ବାଙ୍କକୁ ସଳଖ କରନ୍ତି। କେଉଁଥିରେ? ନା ନିହଣରେ, ନିହଣ ଧାରେ ବାରିଶି ଧାରେ ସଜାନ୍ତି। ଭାଟିରେ ମୋର ତାତିଲା ଲୁହା ହାତୁଡ଼ି ମାଡ଼ ଖାଏ, ଦା କଟୁରୀ କୋଦାଳ କୋଡ଼ି ମୁହିଁ ଯୋଗାଇ ଦିଏ। ଏ ଭାଇ ହେଉଛନ୍ତି ଆମର ଜଣେ କମାର, ଯିଏକି ହାତୁଡ଼ିରେ ବାଡ଼ାଇ ଲୁହାକୁ ଭାଟିରେ ଗରମ କରି ଲୁହାରୁ ଦା କଟୁରୀ ଶାବଳ କୋଡ଼ି ପ୍ରସ୍ତୁତ କରିଥାଏ। ତେଣୁ ଯିଏ ଲୁହାରୁ ବିଭିନ୍ନ ଜିନିଷ ଦା କଟୁରୀ କୋଡ଼ି ଶାବଳ ପ୍ରସ୍ତୁତ କରିଥାଏ ତାକୁ କୁହାହେଉଛି କମାର। ତାକୁ କ'ଣ କୁହାହେବ? କମାର। ବୁଝିଲ ପିଲାମାନେ? ବର୍ତ୍ତମାନ ଆମେ ଯିବା ଏ ଭାଇଙ୍କ ପାଖକୁ। ଏ ଭାଇଙ୍କ ପାଖକୁ ଯିବା। ଏ ଭାଇ ହେଉଛନ୍ତି, ଏ ଭାଇ କ'ଣ କରନ୍ତି? ଏ ଭାଇ ସୂତାରୁ କପଡ଼ା ବୁଣନ୍ତି। ତେଣୁ କବିତାରେ ଲେଖାଯାଇଛି, ଚଳାଇ ତନ୍ତ କରିମି ହନ୍ତ, ଚଳାଇ ତନ୍ତ କରିମି ହନ୍ତ, ବୁଣେ କପଡ଼ା ଥନ, ଲୁଗା ଗାମୁଛା ଶାଢ଼ୀ ଯୋଗାଇ ମେଣ୍ଟାଏ ଗୁଜୁରାଣ। ମାନେ ତନ୍ତକୁ ଚଳାଇ ମେହନ୍ତ କରି କପଡ଼ାକୁ ବୁଣିଥାଏ, ଲୁଗା ଗାମୁଛା ଶାଢ଼ୀ ସବୁ ପ୍ରସ୍ତୁତ କରେ। ଆଉ ଏଇ ଲୁଗା ଗାମୁଛା ପ୍ରସ୍ତୁତ କରି ତାର ପରିବାରକୁ ଚଳାଇଥାଏ। ବର୍ତ୍ତମାନ ଆମେ ସବୁ ବୃତ୍ତିଧାରୀଙ୍କ ବିଷୟରେ ଜାଣିଲେ। ସଂକ୍ଷେପରେ ମୁଁ ଆଉ ଥରେ କହିଦେଉଛି। ହାତରେ ଜାଲ କାଖରେ ଖାଳି ଧରି କେଉଟ ନଦୀ ପୋଖରୀ କୂଳକୁ ଯାଇ ମାଛ ଧରି ଆଣି ପରିବାର ଚଳାଇଥାଏ। ତାପରେ ଏଠି କୃଷକ କ'ଣ କରନ୍ତି? କୃଷକ ଚାଷ କାମ କରେ, ଖରା ବର୍ଷା ଶୀତ କାକର ସହି ମଧ୍ୟ ସେ ଫସଲ ଅମଳ କରିଥାଏ। ତାପରେ ଦେଖିବା ଏଠି ଗୋପାଳକ ଗାଈ ମଇଁଷି ଛେଳି ପାଳନ କରି ଆମକୁ କ୍ଷୀର ଯୋଗାଏ। ତେଣୁ ସେଥି ବିକ୍ରି କରି ସେ ପଇସା ରୋଜଗାର କରିଥାଏ, ତା ପରିବାର ପ୍ରତିପୋଷଣ କରିଥାଏ। ତାପରେ ଆସିବା କୁମ୍ଭାର, ଯିଏ ମାଟିରୁ ହାଣ୍ଡି ମାଠିଆ ଗଢ଼ିଥାଏ, ଆଉ ଦୀପ ସରା କଳସ ସବୁ ତିଆରି କରିଥାଏ ମାଟିରୁ। ତେଣୁ ତାକୁ କହିବା କୁମ୍ଭାର। ଯିଏ ମାଟିରୁ ହାଣ୍ଡି ମାଠିଆ ଗଢ଼େ ତାକୁ କୁମ୍ଭାର କୁହାଯାଏ। ତାପରେ ଆସିବା ବଢ଼େଇ, ଯିଏ କାଠରୁ ବିଭିନ୍ନ ପ୍ରକାର ଚେୟାର ଟେବୁଲ ଚୌକି ପ୍ରସ୍ତୁତ କରେ, ତାକୁ କୁହାହେଉଛି ବଢ଼େଇ। ତାପରେ ଆସିବା ଲୁହାରୁ ଯିଏ ସାମଗ୍ରୀ ତିଆରି କରେ, ଦା କୋଡ଼ି ଶାବଳ କଟୁରୀ, ତାକୁ କୁହାଯାଏ କମାର। ତାପରେ ଆସିବା ତନ୍ତୀ, ଯିଏ ଲୁଗା ବୁଣେ ଶାଢ଼ୀ ଯୋଗାଇ ଦିଏ, ତାକୁ କୁହାହେଉଛି ତନ୍ତୀ, ତାକୁ କୁହାଯାଏ ତନ୍ତୀ। ତେଣୁ ଆଶା କରୁଛି ଏ ଭିଡ଼ିଓଟି ସମସ୍ତଙ୍କୁ ଭଲ ଲାଗିଥିବ ଏବଂ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଘଣ୍ଟି ବଟନକୁ ଦବାଇ ଅଲ୍ ନୋଟିଫିକେସନ୍ ଅନ୍ କରନ୍ତୁ। ଜୟ ଜଗନ୍ନାଥ। ଧନ୍ୟବାଦ।